ମୁଁ ବାରମ୍ବାର କହିଛି ଯେ ସିବିଆଇ ତଦନ୍ତ ପାଇଁ କୌଣସି ଲେଖାର ଆବଶ୍ୟକତା ହୁଏ ନା ଆଇନଗତ ଭାବରେ। ମୁଁ ବୁଝିପାରୁନି କାହିଁକି ତାଙ୍କର ପରିବାର ବର୍ଗଙ୍କୁ ଲେଖା ମଗାଯାଉଛି। ବିନା ଲେଖାରେ କ'ଣ ସରକାରଙ୍କର ଅଧିକାର ନାହିଁ ସିବିଆଇ ଇନକ୍ୱାରି କରିବା ପାଇଁ? ମାନ୍ୟବର ହାଇକୋର୍ଟ ମଧ୍ୟ ଆଦେଶ ଦେଇପାରିବେ, ସରକାର ମଧ୍ୟ ସିବିଆଇକୁ କେସ୍ ହସ୍ତାନ୍ତରିତ କରିପାରିବେ। ଏବଂ ଯେଉଁମାନେ ଆଜି ଟାଳଟଳ ନୀତି ଗ୍ରହଣ କରୁଛନ୍ତି, ଆମେ ଶୁଣୁଛୁ କ୍ରାଇମ୍ ବ୍ରାଞ୍ଚ ପୁଣି ପୁନଃତଦନ୍ତ ଆରମ୍ଭ କଲାଣି। ସେଇମାନେ ଯେତେବେଳେ ବିରୋଧୀ ଦଳରେ ଥିଲେ प्रतिदिन विधानसभा बाहर दाबी करुले यार सीबीआई तदंत हो बोलिकी से बंधु मैंने आज क्षमतार अच्छा तो जहाँ कहते आहे सौदागर तो वाक्य तू ही रक्षा कर। आपण निजे डिमांड करुले सीबीआई इनक्वारी हो बोलिकी आज आप क्षमतार अच्छा सीबीआई इनक्वारी करूना किए मना करुच्ची आम तो किए आपत्ति करूना परिवार वर्ग तो आपत्ति करूना राज्य में कहीं तो आपत्ति करूना सीबीआई तदंत न हो बोलिकी ମୁଁ ଜାଣିନି ସେ କୋଉ ଉଦ୍ଦେଶ୍ୟରେ ଭେଟିବେ କିନ୍ତୁ ଆଗରୁ ସେମାନେ ତାଙ୍କର ଯୋଉ ପବ୍ଲିକ ଷ୍ଟେଟମେଣ୍ଟ ଦେଇଥିଲେ ସେମାନେ ମଧ୍ୟ କହୁଥିଲେ ଯେ ସିବିଆଇ ଇନକ୍ୱାରି ହଉ ବୋଲି। ଏବେ ତ ସରକାର ବଦଳି ଗଲେଣି ନା, ବର୍ତ୍ତମାନ ସରକାର ସାଟିସ୍ଫାଏ କରନ୍ତୁ ତାଙ୍କୁ କି ଆପତ୍ତି କରୁଛି। ଆଜି ମୁଁ ବାରମ୍ବାର ରିପିଟ୍ କରୁଛି ଯେଉଁମାନେ ଯେ ସରକାରରେ ଅଛନ୍ତି ସରକାରକୁ ଆସିବା ପୂର୍ବରୁ ସେଇମାନେ ତ ସିବିଆଇ ତଦନ୍ତ ଦାବି କରୁଥିଲେ। ସେଇ ଲୋକ ସେଇ ମଣିଷ ସେଇ ଚେହେରା ସେଇ ଚିହ୍ନ ସେଇ ଦଳ ତ ଆଜି କ'ଣ ଅସୁବିଧା ହେଇଗଲା? ତେଣୁ ଏଟା ଏ ଦୋମୁହା ନୀତି ନୁହେଁ କି ଏଟା?